बीरबलଙ୍କ ଚତୁରତା। ଆକବର ପ୍ରତିଦିନ ବୀରବଲଙ୍କୁ ନାନାଦି ପ୍ରଶ୍ନ ପଚାରନ୍ତି। ବୀରବଲ ମଧ୍ୟ ହାର ମାନିବା ଲୋକ ନୁହେଁ। ସେ ସମସ୍ତ ସମସ୍ୟାର ସମାଧାନ କରିଦିଅନ୍ତି। ତେଣୁ ବୀରବଲଙ୍କୁ କେମିତି ବୋକା ବନେଇବେ ସେଥିପାଇଁ ଆକବର ମନେ ମନେ ଏକ ଯୋଜନା କଲେ। ଆକବର ତାଙ୍କର ମନ୍ତ୍ରୀମାନଙ୍କ ଆଗରେ ଏହି କଥା ପ୍ରକାଶ କଲେ। ସମସ୍ତେ ମଧ୍ୟ ରାଜାଙ୍କ କଥାରେ ଏକମତ ହେଲେ। ଦିନେ ବୀରବଲ ଆସିବା ପୂର୍ବରୁ ରାଜା ଉପସ୍ଥିତ ଥିବା ସମସ୍ତ ମନ୍ତ୍ରୀମାନଙ୍କୁ ଗୋଟିଏ ଗୋଟିଏ ଅଣ୍ଡା ଦେଲେ। ବୀରବଲ ଯେମିତି ଆସି ପହଞ୍ଚିଲେ, ରାଜା କହିଲେ, ମନ୍ତ୍ରୀଗଣ, ଗତକାଲି ରାତିରେ ମୁଁ ଏକ ସ୍ୱପ୍ନ ଦେଖିଛି। ସ୍ୱପ୍ନରେ ଦେଖିଲି ଯେ ଜଣେ ସାଧୁ ବ୍ୟକ୍ତି ମୋତେ କହୁଛନ୍ତି, ତୁମ୍ଭ ମନ୍ତ୍ରୀଗଣଙ୍କ ମଧ୍ୟରୁ କିଏ ଚତୁର ଜାଣିବା ପାଇଁ ତୁମକୁ ଏକ କାମ କରିବାକୁ ହେବ। ପ୍ରାସାଦ ନିକଟରେ ଥିବା ପୁଷ୍କରିଣୀରୁ ଯିଏ କୁକୁଡ଼ା ଅଣ୍ଡା ଆଣିଦେବ ସେ ମନ୍ତ୍ରୀମାନଙ୍କ ମଧ୍ୟରେ ଚତୁର ବୋଲି ଗଣାହେବ। ଆକବର ତ ବୀରବଲ ଦରବାରକୁ ଆସିବା ପୂର୍ବରୁ ଅନ୍ୟ ମନ୍ତ୍ରୀମାନଙ୍କୁ ଅଣ୍ଡା ଦେଇଥିଲେ। ସେମାନେ ସମସ୍ତେ ପୋଖରୀରେ ବୁଡ଼ିଯାଇ ହାତରେ ଅଣ୍ଡା ଧରି ଉପରକୁ ଆସିଲେ। ଶେଷରେ ବୀରବଲଙ୍କ ପାଳି ପଡ଼ିଲା। ସେ ସଙ୍ଗେ ସଙ୍ଗେ ପୋଖରୀ ପାଣିକୁ ଡେଇଁ ପଡ଼ିଲେ। ବୁଡ଼ି ବୁଡ଼ି ଯେତେ ଖୋଜାଖୋଜି କଲେ ମଧ୍ୟ ଅଣ୍ଡା ପାଇଲେ ନାହିଁ। ହଠାତ୍ ତାଙ୍କ ମୁଣ୍ଡକୁ ଏକ ବୁଦ୍ଧି ଜୁଟିଲା। ସେ ଏହାକୁ ରାଜାଙ୍କର ଏକ ସୁଚିନ୍ତିତ ଯୋଜନା ବୋଲି ଅନୁମାନ କରିପାରିଲେ। ତେଣୁ ସେ ତତ୍କ୍ଷଣାତ୍ ଉପରକୁ ଉଠିଯାଇ କୁକୁଡ଼ା ପରି ବୋବାଇବାକୁ ଆରମ୍ଭ କଲେ। ଏପରି ଶବ୍ଦ ଶୁଣି ମହାରାଜ ଆକବର ବିରକ୍ତ ହୋଇ କହିଲେ, ବୀରବଲ, ଏପରି ଶବ୍ଦ ବନ୍ଦ କରି ଅଣ୍ଡା ଆଣି କେଉଁଠାରେ ରଖିଛ ମୋତେ ଦିଅ। ଆକବରଙ୍କ କଥା ଶୁଣି ବୀରବଲ ହସି ଉଠି କହିଲେ, ମହାରାଜ, ମୁଁ ତ ଗୋଟିଏ ଗଞ୍ଜା। ମୁଁ କେମିତି ଅଣ୍ଡା ଆଣି ଆପଣଙ୍କୁ ଦେବି? ବୀରବଲଙ୍କ କଥା ଶୁଣି ସ୍ୱୟଂ ମହାରାଜଙ୍କ ସମେତ ଉପସ୍ଥିତ ସଭ୍ୟମାନେ ଜୋରରେ ହସି ଉଠିଲେ। ଆକବର ମନେ ମନେ ଭାବିଲେ, ପ୍ରକୃତରେ ବୀରବଲଙ୍କୁ ବୋକା ବନାଇବା କଷ୍ଟକର। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଯଦି ଆପଣମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଧନ୍ୟବାଦ।